भगवते वासुदेवाय। चतुर्विंशोऽध्याय। ब्राह्मणकन्या श्रीशुक उवाच। परीक्षे चाहि शुकमुनि कहन्ति हरिभाव घेनि बालके कृष्णଙ୍କୁ अनाई बोलन्ति शिरे कर देई। हे राम कृष्ण कर त्राहि भोके कंपई आम्भ देहि। आଣି न पारिलु जे अन्न रात्र हूँ कल बेणु सोन। घर होइला दूर पथ आजि तू होइलु अनाथ। बालक बोल शुणी कने गोविंद विचारन्ति मने। अनेक जन्मे दुख सही ब्राह्मणी छन्ति मोते ध्यायी। ताहाकु निस्तारिबि आज एणे मोहर बड़ कार्य। गोपाल मुख चाहि हसी कहन्ति प्रभु ब्रह्म राशि। एचेदि सई धूम्रवर्ण निकटे अशोक विपिन। यज्ञ करन्ति विप्रे चाहि तहिंकि जाओ बेग होई। वेद पुराण जोग दीक्षा यज्ञ करन्ति स्वर्ग इच्छा। धन वसन अन्न भोजा अतिथि करुछन्ति पूजा। अतिथि मते तुम्भे जाओ मोर मागिला बोली कह। राम अछन्ति कृष्ण संगे अन्न पुडाए दियो बेगे। शुणी सानन्द मन होई पोए मिलिले यज्ञे जाई। कपाळे देई बेनी कर नमिले विप्रंक पयर। उठिले शिरे कर देई कहन्ति विप्रंकु अनाई। शुणिबा सावधान होई बने अछन्ति बेनी भाई। राम गोविंद गोप मेळे फुटिले क्षुधार विकळे। अशोक वृक्ष मूळे सोई आम्भଙ୍କୁ देले पठियाई। भुंजिबे श्रीराम माधव अन्न पुडाए स्वामी देव। घरु आणन्ति प्रतिदिन बने भुंजन्ति तोष मन। रात्ररु बने आग सरी आजटी ओइले पासोरी। एठाकु दूर गोपपुर क्षुधारे कंपई शरीर। आम्भକୁ कृष्ण एथे पेशी वृक्षर तळे छन्ति बसी। ताहाकु करिबारे स्नेह अन्न पुडाए बेगे दिय। यज्ञर स्वभाव एमନ୍ତ अतिथि पूजा कर एथ। ब्राह्मणे शुणी न शुणिले मन चंचल यज्ञ काळे। हरिर माया चक्रे पड़ी अल्प कर्मे पुणी लोड़ी। मन बुडाइछन्ति यज्ञे ब्राह्मण याज्ञिक स्वभावे। जे हरि देश काल पात्र यज्ञादि धर्मर दैवत। यज्ञर कर्ता अधिकारी सर्वसंपद नर हरि। परम ब्रह्म न चिन्हिले मनुष्य बुद्धि आचरिले। देवान बोइले गोपाळे निराश होइले। घड़िए थाई दुखे सुखे पुणी मिलिले कृष्ण पाखे।
କହଇ ଶିରେ କର ଦେଇ ଅନ୍ନ ମାଗିଲୁ ଆମ୍ଭେ ଯାଇ। ସେ କଥା ଶୁଣି ନ ଶୁଣିଲେ ଦେବା ନ ଦେବା ନ କହିଲେ ଆମ୍ଭେ ଅଇଲୁ ଦୁଃଖ ପାଇ। ଶୁଣି କହନ୍ତି ବେନି ଭାଇ କହନ୍ତି ଶୁଣ ଗୋପ ପୁଏ ଯାଅ ବ୍ରାହ୍ମଣୀ ଘର ଯାଏ। ବ୍ରାହ୍ମଣୀ ମାନେଛନ୍ତି ଘରେ ଈଶ୍ୱର ମାୟାର ବେଭାରେ। ମୋ ଭାବ ନିର୍ତ୍ତୋଷେକ ଚିନ୍ତନ୍ତି ମୋହର ଦର୍ଶନ ଇଛନ୍ତି। ଆମ୍ଭକୁ ତାହାଙ୍କୁ ଅନ୍ନ ମାଗ ଯାଇ ଖାଇବା ଉଦର ପୁରାଇ। ବାଳକେ ଦୟା ସେ କରନ୍ତି ଅତିଥି ଧର୍ମ ମତେ ଥାନ୍ତି। ନାନା ବ୍ୟଞ୍ଜନ ସେ ଆଣିବେ ପୁଣିହି ଯାଅ ତୁମ୍ଭେ ବେଗେ। ଗୋବିନ୍ଦ ଆଜ୍ଞା ଘେନି ଶିରେ ପୋଏ ମିଳିଲେ ବିପ୍ର ଘରେ। ବ୍ରାହ୍ମଣୀ ମାନେଛନ୍ତି ବସି ଅଲେଖ ତିଳକ ପ୍ରକାଶୀ। ନାରୀ ସ୍ୱଭାବେ ଅଳଙ୍କାର ମଙ୍ଗଳ ନାଦେ ଗୀତ ସ୍ୱର। ହରିର ନାମ ତୁଣ୍ଡେ ଗାଇ ଗୋପାଳେ ମିଳିଲେ ସେ ଯାଇ। ଚରଣେ ଗଡ଼ ଘାଲି ଶୋଇ କହନ୍ତି ଶିରେ କର ଦେଇ। ଶୁଣିବା ସାବଧାନ ମାଏ ଆମ୍ଭେ ସକଳ ଗୋପ ପୋଏ। ରାମ ଗୋବିନ୍ଦ ଆମ୍ଭ ତୁଲେ ବନରେ ଗାଈ ରଖିଥିଲେ। କ୍ଷୁଧା ଅନଳେ ଦୁଃଖ ଶ୍ରମେ ବିଜଏ ଅଶୋକ ବିପିନେ। ଆମ୍ଭକୁ ଡାକିବେନି ଭାଇ ଏଥକୁ ଦେଲେ ପଠିଆଇ। ଅନ୍ନ ପୁଡ଼ାଏ ତୁମ୍ଭେ ଦେବ ଭୁଞ୍ଜିବେ ଶ୍ରୀରାମ ମାଧବ। ବହନ ଦିଅ ମାଏ ଅନ୍ନ ନେଲେ ସେ ପାଇବେ ଜୀବନ। ଆମ୍ଭକୁ ଦେଖୁଅଛ ଦେହ ଆମ୍ଭର ଦେଖୁଅଛ ଦେହ ଦେବା ନ ଦେବା ବେଗେ କହ। ଶୁଣି ସାନନ୍ଦ ବିପ୍ର ନାରୀ ସକଳ ଚରଚା ପାଶୋରି। ଆନନ୍ଦେ ପୁଲକିତ ହୋଇ ନୟନୁ ଅଶ୍ରୁ ଜଳ ବହି। କୃଷ୍ଣର ନାମ ଜପୁଥାନ୍ତି ଫିଟିଲା ଭବ ଭୟ ଭ୍ରାନ୍ତି। ତକ୍ଷଣେ ଶୁଚିମନ୍ତ ହୋଇ ଘରେ ପଶିଲେ ନାରୀ ଯାଇ। ଅନ୍ନ ବ୍ୟଞ୍ଜନ ଷଡ଼ରସ ଆନନ୍ଦେ ବାଢ଼ନ୍ତି ବିଶେଷ। ବିବିଧ ପାତେ ଅନ୍ନ ଘେନି ବାହାର ହୋଇଲେ କାମିନୀ। ଆନନ୍ଦେ ଦେଲେ ହୁଳହୁଳି ଯେସନେ ସମୁଦ୍ର ଉଛୁଳି। ସମ୍ପଦ ତୁଚ୍ଛ ପ୍ରାୟ କରି ଏକ ଆରେକ ଆଗ ସରି। ବିପ୍ରେ ଯେ ଯଜ୍ଞଶାଳେ ଥିଲେ ଗୋଡ଼ାଇ ଆଗେ ଓଗାଳିଲେ। କହନ୍ତି କୋପ ଭର ହୋଇ ତୁମ୍ଭକୁ ବାଇକେ କରାଇ। ଗୋପାଳେ ବନେ ବେଣୁ ବାଇ ବୁଲନ୍ତି ଗାଈକି ଚରାଇ। ତାଙ୍କ ନିକଟେ ତୁମ୍ଭେ ଗଲେ ଆଉ କି ଥିବ ଜାତି କୁଳେ। ଭଲେ ବାହୁଡ଼ି ଯାଅ ଘର ଗଉଡ଼ ବଳେ ବଳିୟାର। ବ୍ରାହ୍ମଣୀ ନ ଶୁଣିଲେ ତାହା କୃଷ୍ଣରେ ବଢ଼ିଲା ଉତ୍ସାହା। ଗହଳେ ଗଲେ ପେଲାପେଲି ସ୍ୱାମୀକି ପକାଇଲେ ଠେଲି। ସମୁଦ୍ରେ ଆସନ୍ତେ ଲହରୀ
ତା ବାଲି ବନ୍ଧ କିଆ ବୋରି ବ୍ରାହ୍ମଣୀ ଧରି ନ ପାଇଲେ ଯଜ୍ଞଶାଳାକୁ ବାହୁଡ଼ିଲେ। ଏକ ବ୍ରାହ୍ମଣୀ କ୍ଷୀଣ ଦେହି ଗହଳେ ନ ପାରିଲା ଯାଇ ଦରିଦ୍ର ପଣେ ଦୁଃଖ ପାଇ ଅନ୍ନବସନ ନ ମିଳଇ କୃଷ୍ଣଙ୍କୁ ନ ଜାଣଇ ଆନ ମନ ବଚନେ ନିର୍ତ୍ତ ଧ୍ୟାନ ଅନେକ ଜନ୍ମ ଦୁଃଖ ପାଇ ତାହା ଜାଣନ୍ତି ଭାବଗ୍ରାହୀ ତାହାର ସ୍ୱାମୀ ଧରି କର ନେଇ ବାନ୍ଧିଲା ନିଜ ଘର ମାଡ଼ ମାଇଲା ରୋଷ କରି ସ୍ତମ୍ଭେ ବାନ୍ଧିଲା ଦୃଢ଼ କରି ଦ୍ୱାରକ ବାଟ ଦେଲା କିଳି ଯଜ୍ଞଶାଳାରେ ଯାଇ ମିଳି ବ୍ରାହ୍ମଣୀ ହୋଇଲା ମୂର୍ଚ୍ଛିତ କୃଷ୍ଣର ପାଦେ ଦେଇ ଚିତ ପୁଣି କ୍ଷଣକେ ଜ୍ଞାନ ପାଇ କାନ୍ଦଇ କୃଷ୍ଣ ତ୍ରାହି ତ୍ରାହି ଗଲେ ଯେ ବିପ୍ର ନାରୀମାନେ ମିଳିଲେ ଅଶୋକ ବିପିନେ ବୃକ୍ଷର ତଳେ ଗୋପ ବାଳେ କୃଷ୍ଣ ଦେଖିଲେ ଚର୍ମ ଡୋଳେ ଶ୍ୟାମଳ ମେଘ ପ୍ରାୟ ଦେହି ପୀତ ବସନ ଝଟକଇ କଙ୍କଣ କୁଣ୍ଡଳ ବିରାଜେ ତେଜେ କୋଟିଏ କାମ ଗଞ୍ଜେ ରଙ୍ଗ ମୃତ୍ତିକା ଦେହେ ବୋଳି ମୟୂର ପୁଚ୍ଛ କୁଞ୍ଜ ମାଳି ଆମ୍ବ ବକୁଳ ଜାମୁ ଡାଳି ହୃଦେ ଲମ୍ବାଇ ବନମାଳି ପାଦେ କଠାଉ ରଙ୍ଗ ସାର ସୁଦାମା କନ୍ଧେ ବାମ କର ଦକ୍ଷିଣ କରେ ପଦ୍ମ ଘେନି ଧୀରେ ଘୂରାନ୍ତି ଅନ୍ତର୍ଯାମୀ ଯେସନେ ନଟବର ବେଶ ରଙ୍ଗ ଅଧରେ ମନ୍ଦହାସ ଶ୍ରବଣେ ମଲ୍ଲିକା ଉତ୍ପଳ ସୁନ୍ଦର ଅଳକା କପୋଳ ବ୍ରାହ୍ମଣ ନାରୀ କୃଷ୍ଣ ଦେଖି ପିଛାଡ଼ି ନ ପାରନ୍ତି ଆଖି ବସ୍ତ୍ର ତିନ୍ତିଲା ଅଶ୍ରୁ ଜଳେ ଅନ୍ନ ଥୋଇଲେ କାଖୁ ତଳେ ଅନଳ ଦକ୍ଷିଣ ପତଙ୍ଗ ଦେଶନେ ହୁଅନ୍ତି ଉଦ୍ବେଗ କହନ୍ତି କରିବା ଗୋକୁଳ ଜୀବନ ହୋଇଲା ସଫଳ ଥୋକେ କହନ୍ତି ଏ ନୁହଁଇ ବ୍ରାହ୍ମଣେ ନ ଦେବେଟି ଯାଇ ପର ପୁରୁଷ କୋଳ କଲେ ବିପ୍ରେ ଦଣ୍ଡିବେ ଘରେ ଗଲେ ଏମନ୍ତେ ବିଚାରନ୍ତି ରହି କୃଷ୍ଣର ମୁଖେ ଚକ୍ଷୁ ଦେଇ ଆତ୍ମା ହୋଇଲା ମୋହଗତ ପଞ୍ଚ ପରାଣ କଣ୍ଠାଗ୍ରତ ଚକ୍ଷୁ ବୁଜିଲେ ଭାବ ଭରେ କୃଷ୍ଣଙ୍କୁ ଦେଖିଲେ ନିର୍ଭରେ ହୃଦରେ ଦେଖି ନାରାୟଣ ନିବିଡ଼େ କଲେ ଆଲିଙ୍ଗନ ତାପ ଛାଡ଼ିଲେ ବିପ୍ର ନାରୀ ଜନ୍ମ ମରଣ ଆଦି କରି ଯେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇ ବିଷୟ ଖେଦ ନ ଲାଗଇ ପୁଣି କ୍ଷଣକେ ଚକ୍ଷୁ ଫେଇ ଦେଖନ୍ତି ନୟନ ପୁରାଇ ଚିତ୍ର ପ୍ରତିମା ପ୍ରାୟ ହୋଇ ମନ ବୁଡ଼ିଲା କୃଷ୍ଣେ ଚାହିଁ ଜାଣନ୍ତି ପ୍ରଭୁ ଭଗବାନ କହନ୍ତି ମଧୁର ବଚନ ଭଲେ ଅଇଲ ଟିକି ପଥେ ମୋ ରୂପ ଦେଖିବା କେମନ୍ତେ ଆସ ଗୋ ବିପ୍ର ନାରୀଗଣ ନମଇ ତୁମ୍ଭର ଚରଣ ତୁମ୍ଭର ପାଦ ରେଣୁ ଶିରେ ଘେନି ସଂସାରୁ ପ୍ରାଣିତରେ ବସ ଏ ବୃକ୍ଷ ତଳେ ଯାଇ ମୋତେ
ଇଲ ଅର୍ଣ୍ଣ ଦେଇ ଆଜ ପବିତ୍ର ମୋର ଦେହି ହୋଇବ ଯଜ୍ଞ ଅନ୍ନ ଖାଇ ତୁମ୍ଭର କି କରିବି ସେବା ବିଚାରି ମୋତେ ଆଜ୍ଞା ଦେବା ପଣ୍ଡିତେ ଆତ୍ମଜ୍ଞାନ ପାଇ ଧ୍ୟାନେ ଚିନ୍ତନ୍ତି ମୋର ଦେହି ତୁମ୍ଭର ସ୍ୱାମୀ ସେବା ପ୍ରାୟେ ଜ୍ଞାନେ କରନ୍ତେ ମୋତେ ଜ୍ଞାନେ କରନ୍ତେ ମୋତେ ଲୟେ ଏବେ ଦେଖିଲ ମୋ ଶରୀର ନିଜ ମନ୍ଦିରେ ବିଜେ କର ତୁମ୍ଭର ସ୍ୱାମୀ ପାଦ ସେବ ତେବେ ଯେ ସଂସାରୁ ତରିବ ବେଗେ ଘରକୁ ଯାଅ ଧାଇଁ ପୂର୍ଣ୍ଣ ଆହୁତି ବେଳ ହୋଇ ତୁମ୍ଭକୁ ଘେନି ବିପ୍ରବରେ ପୁଣ୍ୟ ସାଧିବେ ନିଜ ଘରେ ତୁମ୍ଭକୁ ଘେନି ବିପ୍ରବରେ ପୁଣ୍ୟ ସାଧିବେ ନିଜ କରେ ଶୁଣି ଗୋବିନ୍ଦ ମୁଖୁ ବାଣୀ ବିକଳେ କହନ୍ତି ବ୍ରାହ୍ମଣୀ ଭୋନାଥ କମଳ ଲୋଚନ ଅଶେଷ ପାପ ବିମୋଚନ ତୋହର ଆଦି ଅନ୍ତ ନାହିଁ ପ୍ରକୃତି ତୋତେ ନ ଜାଣଇ ଏମନ୍ତ ବୋଲୁ କାହିଁ ପାଇ ତୋତହୁଁ ଅନ୍ୟ ଗତି ନାହିଁ ଆମ୍ଭେ ଛାଡ଼ିଲୁ କାହିଁ ପାଇ ତୋତହୁଁ ଅନ୍ୟ ଗତି ନାହିଁ ଆମ୍ଭେ ଛାଡ଼ିଲୁ ମୋହ ଫାସି ତୋହର ପାଦ ତଳେ ଆସି ତୋହର ଚରଣ ତୁଳସୀ କବରୀ ଭାରେ ଥିବୁ ଖୋସି ଖଟିବୁ ପାଦ ପଦ୍ମ ତଳେ ଅନେକ ଜନ୍ମେ ପୁଣ୍ୟ ଥିଲେ ସ୍ୱାମୀ ତନୟ ବନ୍ଧୁ ପୁରୀ ତେଜିଲୁ ତୃଣ ପ୍ରାୟ କରି ଅଷ୍ଟାଙ୍ଗ ଯୋଗ ଲୟେ ବସି ତୋ ରୂପ ଚିନ୍ତନ୍ତି ସନ୍ନ୍ୟାସୀ ତାହା ପାଇଲୁ ପୁଣ୍ୟ ବଳେ ଭୋନାଥ ରଖ ପାଦ ତଳେ ଇଷ୍ଟକୁ ଟୁମ୍ବେ କାର୍ଯ୍ୟ ନାହିଁ ବଞ୍ଚିବୁ ତୋ ମୁଖ ନାଇଁ ଏଠାରୁ ଆମ୍ଭେ ଯେବେ ଯିବୁ ଘରେ ତ ପଶି ନ ପାରିବୁ ବନ୍ଧୁଆ ବର ପୁତ୍ର ପତି ଏମାନେ କହିବେ ଅନୀତି ସଂସାରେ ନ ବୋଲିବେ ଭଲ ବିଚାରି କହ ଆଦି ମୂଳ ଉଭୟ କୂଳ ନ ପାଇବୁ ଏବେ ନିଶ୍ଚୟ ନାଶ ଯିବୁ କିସ କରିବୁ ଘରେ ଯାଇ ତୋତହୁଁ ଅନ୍ୟ ଗତି ନାହିଁ ହସି କହନ୍ତି ଭଗବାନ ଏମନ୍ତ ବିଚାର ନ ଘେନ ମୋହର ପାଦେ ଚିତ ଦେଇ ଚଣ୍ଡାଳ ଘରେ ଯେବେ ଥାଇ ସଂସାର ତାର ପାଦ ପୂଜି ମୋହର ନାମ ହୃଦେ ଭଜି ତୁମ୍ଭକୁ ଦେଖି ସ୍ୱାମୀ ଗଣେ ଖଟିବୁ ତୁମ୍ଭର ଚରଣେ ତୁମ୍ଭକୁ ଲୋଚନେ ଯେ ଚାହିଁ ଜନ୍ମ ମରଣ ତାଙ୍କୁ ନାହିଁ ମୋର ମହିମା ଶୁଣ ନାରୀ ଯେ ମୋତେ ନିକଟେ ଆବୋରି ମୋତେ ପାଇବା ସେ ଯୋଗୀ ଧ୍ୟାନ ଯୋଗରେ ଛନ୍ତି ଭାବି ମୋହର ଆଦି ଅନ୍ତ ନାହିଁ ପ୍ରାଣୀ ପାଇବେ ତାହା କାହିଁ ଯେ ମୋତେ ଦୂରେ ଥାଇ ଚିନ୍ତି ସେ ମୋତେ ନିକଟେ ଦେଖନ୍ତି ମନ ବଚନ ଦିଅନ୍ତି ମୋତେ ମୁଥାଇ ତାଙ୍କ ହୃଦ ଗତେ ଯାଅ ମନ୍ଦିରେ ବେଗେ ମାୟେ ଚିତ ନିବେଶୀ ମୋର ପାଏ ସଂସାର ସୁଖ ଭୋଗ କରି ଅନ୍ତେ ପାଇବ ନର ହରି ମୋ ପାଦେ ତୁମ୍ଭ ମନ ଥାଉ ମୋ ନାମ ଧରି ଦିନ ଯାଉ ଏକଥା ଶୁଣି ବିପ୍ର ନାରୀ କୃଷ୍ଣ ବଚନ ମନେ ଧରି ଭରସ ବିସ୍ମୟ ଆରତ ଏବେ ହୋ ଶୁଣ ନର ନାଥ କୃଷ୍ଣ ବଚନେ ଛାଡ଼ି ଭ୍ରାନ୍ତି
ପାଦେ ପଡ଼ିଲେ ବିପ୍ରସତି ଚରଣ ରେଣୁ ଘେନି ଶିରେ ବ୍ରାହ୍ମଣୀ ଗଲେ ନିଜ ଘରେ କୃଷ୍ଣର ପାଦେ ମନ ଦେଇ ଆନନ୍ଦ କେ ପାରିବ କହି ମଙ୍ଗଳ ହୁଳହୁଳି ନାଦେ କରଣୀ ବେଶୀ କାନ୍ଧେ କାନ୍ଧେ ମଙ୍ଗଳ ନାଦେ ଗୀତ ଗାଇ ନାଚନ୍ତି କୃଷ୍ଣ ଭାବ ବହି ରାଜନ ଶୁଣ ପରିମାଣି ବନ୍ଧନେ ଥିଲା ଯେ ବ୍ରାହ୍ମଣୀ ଶୁଣିଲା ହୁଳହୁଳି ନାଦ ବ୍ରାହ୍ମଣୀ ମାନଙ୍କ ଆନନ୍ଦ ଆତ୍ମାକୁ କହେ ରୋଷ ବହି ନିର୍ଲଜ ଅଛୁ କାହିଁ ପାଇଁ ତୁଚ୍ଛାର ଅତ୍ୟନ୍ତ ପାତକୀ ଗୋବିନ୍ଦ ନ ପାରିଲୁ ଦେଖି ଯାହାର ନାମ ହୃଦେ ଧରି ଶଙ୍କର ନୃତ୍ୟ ବ୍ରହ୍ମଚାରୀ ତୁଚ୍ଛାର ଅଟୁ ବଡ଼ ପାପୀ ବ୍ରାହ୍ମଣୀ ମାନେ ବଡ଼ ତପୀ କୃଷ୍ଣଙ୍କୁ ଦେଖିଲେ ନୟନେ କଥା ଶୁଣିଲେ ବେନି କର୍ଣ୍ଣେ କିସ ପାଇବୁ ମୋ ଶରୀର ଦରିଦ୍ର ଦୁଃଖ ନିରନ୍ତର ହେ କୃଷ୍ଣ ପରମ ମଙ୍ଗଳ ଦାସ ବତ୍ସଳ ଆଦି ମୂଳ ମୁଛାର କୋଟିଏ ଅନ୍ତର କାହିଁ ପାଇବି ତୋ ପୟର ମୁଣ୍ଡ ମାଇଲା ସ୍ତମ୍ଭେ ନେଇ ପ୍ରାଣ ଛଡ଼ିଲା ଚୁମ୍ବ ଦେଇ କୃଷ୍ଣର ପାଦେ ମନ ଥିଲା ତୁଣ୍ଡରେ ନାମ ଉଚ୍ଚାରିଲା ତକ୍ଷଣେ ଦିବ୍ୟ ରୂପ ହୋଇ ପଶିଲା କୃଷ୍ଣ ଦେହେ ଯାଇ ଭକତ ବନ୍ଧୁ ଭାବ ଗ୍ରାହୀ କହନ୍ତି ଗୋପାଳକୁ ଚାହିଁ ଅନ୍ନ ଭୋଜନ କର ବସି ଆନନ୍ଦେ ନିଜ ଆତ୍ମା ତୋଷି ଶୁଣି ସାନନ୍ଦେ ଗୋପ ପୋଏ ସଙ୍ଗେ ଭୁଞ୍ଜିଲେ ଦେବରାଏ ବ୍ରାହ୍ମଣେ ନିଜ ନାରୀ ଚାହିଁ ତୋଷେ ବୋଇଲେ ଯଜ୍ଞେ ଦାହି ଏମନ୍ତ ଲୀଳା ବନମାଳି ଗୋପ ବାଳକ ମଧ୍ୟେ ଖେଳି ଅନନ୍ତ ଯାର ଅନ୍ତ ନାହିଁ ପ୍ରାଣୀ ପାଇଲେ ତାହା କାହିଁ ବ୍ରାହ୍ମଣେ ନିଜ ନାରୀ ଦେଖି କୃଷ୍ଣର ଭାବ ଉପଲକ୍ଷୀ ବେଦ ପୁରାଣ ପରିମାଣି ନିଶ୍ଚେ ଜାଣିଲେ ଚକ୍ରପାଣି ଭକ୍ତି ଯେ ଦେଖି ନାରୀଙ୍କର ମନେ ହୋଇଲେ ଖେଦ ଭର କହନ୍ତି ଆତ୍ମା ନିନ୍ଦା କରି ଜଣ ଜଣକେ ନାମ ଧରି ହରିଙ୍କୁ କଲୁ ଅପରାଧ ଧିକ ଆମ୍ଭର ବ୍ରହ୍ମପଦ ବେଦ ପୁରାଣ ଯେତେ ପଢ଼ୁ ଧିକ ଆମ୍ଭର ଆତ୍ମା ପୋଡ଼ୁ ବେଦ ପୁରାଣ ଦୀକ୍ଷା ପାଇ ଯେ ହରି ଭାବ ନ ଜାଣଇ ଧିକ ତାହାର ନିତ୍ୟ କର୍ମ ଅନେକ ମତେ ହୋଇ ଭ୍ରମ କୃଷ୍ଣର ମାୟା ଅଗୋଚର ଭ୍ରମନ୍ତି ଶିବ ସୁର ନର ଜଗତେ ଗୁରୁ ପଣେ ଥାଇ ବ୍ରାହ୍ମଣେ ନାମ ଆମ୍ଭେ ବହି ନାରୀଙ୍କୁ ନୋହିଲୁ ଭାଜନ ଏହାଙ୍କ ନାହିଁ ବେଦ କର୍ମ କେମନ୍ତେ କୃଷ୍ଣଙ୍କୁ ଜାଣିଲେ ପୂର୍ବେ କେତେ ପୁଣ୍ୟ କଲେ ଆମ୍ଭର ଦେଖ କର୍ମ ଫଳ ଅନ୍ନ ମାଗିଲେ ଆଦି ମୂଳ ଯଜ୍ଞେ ପୂଜିଲେ ଯାର ପାଦ ପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ ତାହାଙ୍କୁ ନ ଜାଣିଲୁ ମୋହେ ଜୀବନ ଅଛି କିମ୍ପା ଦେହେ ଯେ ଦେବ ଦେଶ କାଳ ପାତ୍ର ମଙ୍ଗଳ ଦିବ ଦେବ ତତ୍ତ୍ୱ ବିପ୍ର ଅନଳେ ଦେବଗଣ ଯଜ୍ଞ କରନ୍ତି ଯଜମାନ ସକଳ ପ୍ରଭୁ ଭଗବାନ ନ ଜାଣି ହୋଇଲୁ ଅଜ୍ଞାନ କମଳା ଯାର ପାଦ ତଳେ ବଦନ ନିରୋପି ନିଶ୍ଚଳେ
ଚଞ୍ଚଳା ଦେବୀ ଭୟେ ସେବି ଭାବି ନ ପାରିଲା ସାଧବି। ଅନାଦି ପ୍ରଭୁ ଯୋଗେଶ୍ୱର ଗୁପତେ ଅଛି ନନ୍ଦ ଘର। ତାହାର ମାୟା ଚକ୍ରେ ଭ୍ରମି ଆମ୍ଭେ ବୋଲାଉ ନିତ୍ୟକର୍ମୀ। ଅନେକ କଲୁ ଅପରାଧ ତ୍ରାହି କରିବେ ପଦ୍ମନାଭ। ଏମନ୍ତ ବୋଲି ଗୋଡ଼ାଇଲେ ବନେ ଅନେକ ଦୂର ଗଲେ। କୃଷ୍ଣ ନ ଦେଖି ଘୋର ବନେ ବ୍ରାହ୍ମଣେ ବିଚାରନ୍ତି ମନେ। ଗୋବିନ୍ଦ ଅଛନ୍ତି ନନ୍ଦ ଘରେ ଜାତ ହୋଇଲେ ମଧୁପୁରେ। ଆମ୍ଭେ ନ ଯିବା ଗୋପପୁରେ ନପୁଣ ଜାଣେ କଂସାସୁର। ମଥୁରା ଯେତେବେଳେ ଯିବେ କୃଷ୍ଣ କଂସଙ୍କୁ ସଂହାରିବେ। କୃଷ୍ଣ ଦେଖିବୁ ରାମ ତୁଲେ ଏମନ୍ତ କହିଲେ ଉଠିଲେ। କହଇ ଦାସ ଜଗନ୍ନାଥ କୃଷ୍ଣ ଚରିତ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଦଶମ ସ୍କନ୍ଧେ ଯଜ୍ଞପତ୍ନୀ ବ୍ରାହ୍ମଣ କନ୍ୟା ମୋକ୍ଷଣେ ନାମ ଚତୁର୍ବିଂଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।